ତାର ସତ୍ୟତା ରହିଛି? ଆଜ୍ଞା ଏଇଟା ହଉଛି ମାନେ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା କଥା। କାହିଁକି ନା ଆମେ ଆମର ଯେଉଁ ଆବାସିକ ବିଦ୍ୟାଳୟ ଅଛି ଏଠି ଆମେ ସଂସ୍କୃତି ସଭ୍ୟତା ଏବଂ ଭାରତୀୟ କଲଚରକୁ ନେଇକି ଆମେ ପିଲାଙ୍କୁ ଶିକ୍ଷା ଦେଇଥାଉ ଯେ ପିଲା କେମିତିଆ ଗୋଟେ ମାନେ ଭଲ ପିଲା ହେଇକି ବାହାରି ପାରିବ, ଗୋଟେ ମଣିଷ ହେଇକି ତିଆରି ହେଇପାରିବ, ଆମେ ତା ପାଇଁ କାମ କରୁଛୁ। ତ ଆମେ ଏଠି କୌଣସି ପ୍ରକାର ଶାରୀରିକ ନିର୍ଯାତନା ଦେବାର ପ୍ରଶ୍ନ ଉଠୁନି। ଯଦି ଆମେ ଶାରୀରିକ ନିର୍ଯାତନା ଦେଉଥାନ୍ତେ ଆମ ପାଖରେ ଏତେ ପିଲା ବି ରହିପାରି ନଥାନ୍ତେ। ତେଣୁ ସେମାନେ ଯେଉଁ କଥା କହୁଛନ୍ତି ପୁରା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା। ଆଉ ପାଚେରୀ ଡେଇଁକି ଯିବା କଥା ଯେଉଁଟା କହୁଛନ୍ତି, ଦେଖନ୍ତୁ ଆମର ବାଉଣ୍ଡ୍ରି ତ ଆପଣମାନେ ଦେଖିପାରୁଛନ୍ତି, ଏ ବାଉଣ୍ଡ୍ରି ଭିତରେ କି ଆମର ଯେଉଁ ପିଲାମାନେ ରହୁଛନ୍ତି ତାଙ୍କୁ ଆମେ ବାଉଣ୍ଡ୍ରି ଭିତରେ କି ଛାଡ଼ିବା, ସେମାନେ ଖେଳିବେ ତାଙ୍କର, ସେମାନଙ୍କୁ ଫ୍ରି ନ ଛାଡ଼ିଲେ ପିଲା ଗୋଟେ ଫ୍ରି ପରିବେଶ ଭିତରେ ରହିବା ଦରକାର। ଆଉ ତାକୁ ତ ଆମେ ବନ୍ଦୀ କରିକି ରଖିପାରିବାନି। ଆଉ ଯେହେତୁ ସେମାନେ ଏତେ ବଡ଼ ବଡ଼ ପିଲା ହେଲେଣି 8 କ୍ଲାସ୍ରୁ ଅଧିକ ବୟସର ପିଲା, ତେଣୁ ସେମାନେ 13-14 ବର୍ଷର ପିଲା, ସେମାନେ ପାଚେରୀ ଡେଇଁକି ଯଦି ଯିବେ ତାକୁ ଆମେ ଅବଶ୍ୟ CCTV କ୍ୟାମେରା ଲଗେଇଛୁ ଆଉ ଆମର ୱାର୍ଡେନ୍ ବି ଅଛନ୍ତି, କିନ୍ତୁ କୌଣସି ପ୍ରକାର ମାନେ ଅନ୍ୟମନସ୍କ ଭିତରେ କି ସେମାନେ ବାହାରିକି ଯାଇଛନ୍ତି। ଆଉ ଯାହା ମୁଁ ନ୍ୟୁଜ୍ରେ କି ଶୁଣୁଛି ଯେ ସେମାନେ କହିଛନ୍ତି ସକାଳେ ରାତିରେ କି ସେମାନେ ବାହାରିକି ଯାଇଛନ୍ତି, ରାତି ଯାକ ଚାଲିଛନ୍ତି, ସକାଳେ ପହଞ୍ଚିଛନ୍ତି। ଏଇଟା ବି ସମ୍ପୂର୍ଣ୍ଣ ଭାବରେ ମିଥ୍ୟା। କାହିଁକିନା ସେମାନେ ଏଠୁ ବାହାରିକି ଯାଇଛନ୍ତି, 2 ଜଣ ପିଲା ଏଠୁ ବାହାରିକି ଯାଇଛନ୍ତି ଇଏ ସକାଳ 8ଟା ବେଳେ, 7:45 କି 8ଟା ୟାରି ଭିତରେ କି ସେମାନେ ବାହାରିକି ଯାଇଛନ୍ତି। ଆଉ ସେମାନେ 9ଟା 9:30 ସୁଦ୍ଧା ଆମେ ଗାର୍ଡିଆନ ସହିତ ପୁରା ଯୋଗାଯୋଗରେ ଅଛୁ। ଆଉ ମାନେ ଟାଉନ ଭିତରେ ବି ଖୋଜୁଥାଉ, ତ ତା ଭିତରେ କି ଆମେ ସେମାନେ ଯୋଗାଯୋଗ କରି କହିଲେ ଯେ ହଁ ପିଲା ପହଞ୍ଚିଛନ୍ତି। ଆଉ ତାଙ୍କୁ ବି ଆମେ ପଚାରୁଛୁ କ'ଣ ପାଇଁ ପହଞ୍ଚିଛନ୍ତି, କ'ଣ କଥା। ପରଦିନ ଆସିକି ଦେଖା କରିବା ପାଇଁ କହିଛୁ, କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ଆମ ପାଖକୁ ଆସିନାହାନ୍ତି କି କୌଣସି TC ପାଇଁ ବି ଆପ୍ଲିକେସନ୍ ଦେଇନାହାନ୍ତି। ବାକି ରହିଲା ଆଉ ଜଣେ ପିଲା କଥା, ସେ ପିଲା ଆମେ ଯାହା ଭରସା ଆମର, ସେ ପିଲା ଏଇଠୁ ମାନେ ମେନ୍ ରୋଡ଼ ପର୍ଯ୍ୟନ୍ତ, ସ୍କୁଲଠୁ ମେନ୍ ରୋଡ଼ ପର୍ଯ୍ୟନ୍ତ ଯିବା ଭଳିଆ ସେ ପିଲାର ସାହସ ନାହିଁ। ତେଣୁ ସେ ତା ଗାର୍ଡିଆନ ସହିତ 10 ମିନିଟ୍ ପୂର୍ବରୁ କଥା ହେଇଛି। 10 ମିନିଟ୍ ପରେ ଆମେ ଦେଖିଲା ବେଳକୁ ସେ ପିଲାକୁ ପାଇନୁ, ସେ ସେଇ ବାଉଣ୍ଡ୍ରି ଡେଇଁକି ଯାଇଛି। ତ ଆମେ ଯାହା ଆଶା କରୁଛୁ ଆଉ ଇଏ କରୁଛୁ ଯେ ତା ଗାର୍ଡିଆନ ଆସିଛନ୍ତି, ଆଉ ଗାର୍ଡିଆନ କହିଛନ୍ତି ଆସିବା ପାଇଁ, ଛକ ପାଖକୁ ପଳେଇ ଆସିବା ପାଇଁ, ସେ ପଳେଇ ଯାଇଛି ଆଉ ତା ଭିତରେ ତାକୁ ନେଇକି ଯାଇଛନ୍ତି। ଆଉ ଯୋଉ ସାର୍ ପାଇଖାନା ସଫା କଥାଟା କେତେ ଦୂର ସତ୍ୟ? ଆଜ୍ଞା ଦେଖନ୍ତୁ ଆଜ୍ଞା, କୌଣସି ବିଦ୍ୟାଳୟ ଯିଏ ବି ବିଦ୍ୟାଳୟ କରିଛନ୍ତି ସେ ସବୁବେଳେ ତାଙ୍କ ରେପୁଟେସନ କଥା ଚିନ୍ତା କରିବେ, ଆଉ ବିଦ୍ୟାଳୟ କେମିତିଆ ବଢ଼ିବ ଚିନ୍ତା କରିବେ। ଆଉ ପ୍ରାଇଭେଟ ଅନୁଷ୍ଠାନ ଆଜ୍ଞା ଆମେ ସମସ୍ତେ, ଆମେ ବି ଏଠି ଜଣେ ସୁଇପରକୁ ଆପଏଣ୍ଟମେଣ୍ଟ ଦେଇଛୁ ପାଇଖାନା ସଫା କରିବା ପାଇଁ, ଯେଉଁଟା କହୁଛନ୍ତି ତା ପାଇଁ ସୁଇପରକୁ ଆପଏଣ୍ଟମେଣ୍ଟ ଦେଇଛୁ, ଯିଏକି ପ୍ରତ୍ୟେକ ଦିନ ସକାଳେ 9ଟାରୁ 10ଟା ଭିତରେ ଆସିକି ପାଇଖାନା, ବାଥରୁମ୍ ଏବଂ ବେସିନ୍ ଏଗୁଡ଼ାକ ସଫା କରିକି ଯାଏ ଏବଂ ଝାଡ଼ୁ କରିବା ପାଇଁ ଅନ୍ୟ ଲୋକ ଅଛନ୍ତି ସେମାନେ ଝାଡ଼ୁ କରନ୍ତି। ଏସବୁ କରିବାର କାରଣ କ'ଣ ଆପଣଙ୍କ ବିରୁଦ୍ଧରେ ଅଭିଯୋଗ କରିବା? ମୁଖ୍ୟତଃ ଆଜ୍ଞା ଜଣେ ଗାର୍ଡିଆନ ଯିଏକି ବହୁତ ଦିନ ଧରିକି ସେ ପଇସା ବାକି ରଖିଛନ୍ତି। ଏମିତିଆ କି ପରିସ୍ଥିତି ହେଇଛି, ଆମେ ତାଙ୍କ ଘର ପାଖରେ ବି ପହଞ୍ଚିଛୁ, ପଇସା ଦେଇଦେବେ କହିକି ସିଏ ଦେଖା ଦେଲେନି। ତାପରେ ବହୁତ ସମୟ ବସିଲା ପରେ ଅଳ୍ପ କିଛି ପଇସା ଦେଇକି ଆସିଲେ, ଆଉ ସେ ପିଲାକୁ ଦେଖା କରିବା ପାଇଁ ସ୍କୁଲ ଆୱାର ପରେ ଆସନ୍ତି, ସ୍କୁଲ ଆୱାର ପୂର୍ବରୁ ଆଣିକି ରାସ୍ତାରେ ଛାଡ଼ି ଦେଇକି ଯାଆନ୍ତି। ଏଇଭଳିଆ ପରିସ୍ଥିତି ହୁଏ ଆଜ୍ଞା। ତେଣୁ ତାଙ୍କୁ ଆମେ କୌଣସି ପ୍ରକାର କଣ୍ଟାକ୍ଟ କରିପାରୁନୁ। ତେଣୁ ସିଏ ମାନେ ତାଙ୍କର ବହୁତ ଅଧିକ ପଇସା ବାକି ଅଛି, ଆଉ ଯେଉଁ ପିଲାମାନେ ଆସିଛନ୍ତି ତାଙ୍କରି ଘର ପାଖ ଆଖ ପିଲା, ତ ତାଙ୍କୁ ଆଉ ବାକି ଯେଉଁ 3 ଜଣ ପିଲା ସେମାନେ ତାଙ୍କ ଘର ପାଖ ଆଖର ଯେଉଁ ପିଲା ସେମାନେ ଅଳ୍ପ ପଇସା ତାଙ୍କର ବାକି ଅଛି, କିନ୍ତୁ ୟାଙ୍କର ଅଧିକ ପଇସା ବାକି ଅଛି। ଆଉ ଇଏ ତାଙ୍କୁ ସବୁ ମତେଇକି ଭଳିଆ କାଣ୍ଡ ଭିଉଛନ୍ତି। ଆଉ ମାନେ ଆମେ ଏହା ବୁଝିବା କି ସେମାନେ ଯୋଉ ବାକି ଥିବା ସ୍କୁଲର ଫି ନ ଦେବା ପାଇଁ ଏଟା ଗୋଟେ ଚକ୍ରାନ୍ତ? ଆଜ୍ଞା ନିଶ୍ଚିତ ଭାବରେ ଏଇଟା ହେଉଛି କଥା। ତେଣୁ ସେଇଥିପାଇଁ ଏଭଳିଆ ସେ କରୁଛନ୍ତି। ତାହେଲେ କ'ଣ ବର୍ତ୍ତମାନ ଯୋଉ TC ପାଇଁ ସେଠି ସେମାନେ ଲେଖିକି ଦେଇଛନ୍ତି ଗୋଟେ TC? ଆମେ ଆଜ୍ଞା ଯେକୌଣସି ଗାର୍ଡିଆନ ଯେକୌଣସି ଟାଇମରେ ଆସିବ ଆମେ ତାକୁ TC ଦେବା ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ ଅନୁରୋଧ କରିବୁ ବିଦ୍ୟାଳୟ ଚାଲିବା ପାଇଁ, ଯେହେତୁ ଏଟା ଗୋଟେ ପ୍ରାଇଭେଟ ଅନୁଷ୍ଠାନ, ସରକାର ୟାକୁ ସ୍ୱୀକୃତି ଦେଇଛନ୍ତି ପ୍ରାଇଭେଟ ଅନୁଷ୍ଠାନକୁ ଚଲେଇବା ପାଇଁ, ତା ପାଇଁ ଅର୍ଥର ଆବଶ୍ୟକତା ଅଛି। କୌଣସି ପ୍ରକାର ସରକାରୀ ବା ବେସରକାରୀ ଫଣ୍ଡିଂ ଆମକୁ ମିଳେ ନାହିଁ। ଯାହା ଆମ ଟ୍ରଷ୍ଟର ସଦସ୍ୟମାନେ କିଛି କିଛି ପଇସା ଦିଅନ୍ତି ଏବଂ ପିଲାଙ୍କର ଯେଉଁ ପଇସା କଲେକ୍ସନ୍ ହୁଏ ତାହାରି ଭିତରେ କି ଚାଲେ। ତେଣୁ ନିଶ୍ଚିତ ଭାବରେ କି ମୁଁ ଆଶା କରିବି ସେ ଅଭିଭାବକମାନେ ତାଙ୍କର ଯେଉଁ ପଇସା ଅଛି ସେ ସମସ୍ତ ପଇସା ଅର୍ଥକୁ ପେମେଣ୍ଟ କରିକି ସେମାନେ ତାଙ୍କର TCକୁ ନେଇଯିବେ।